ଅସଲ କଥାକୁ ସ୍ୱାଗତ। ଆସନ୍ତୁ ଦେଖିବା ଆଜିର ତାଜା ଖବର। ଖାଦ୍ୟ ଅନ୍ୱେଷଣରେ ଗୁଣପୁର ମୁହାଁ 4ଟା ଆନ୍ଧ୍ର ହାତୀ। ଗୁଣପୁର ସୀମାନ୍ତରେ ଭୟରେ ଚାଷୀ ଚାଷ କାର୍ଯ୍ୟ ବାଧାପ୍ରାପ୍ତ। ଏବେ ପଢ଼ିବା ବିସ୍ତୃତ ଖବର। ଖାଦ୍ୟ ଓ ଜଳ ଅନ୍ୱେଷଣରେ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ସୀମାକୁ ପଶି ଆସିଛନ୍ତି 4ଟା ହାତୀ। ରାୟଗଡ଼ା ଜିଲ୍ଲାର ଗୁଣପୁର ବ୍ଲକ ଓ ଜଗନ୍ନାଥପୁର ପଞ୍ଚାୟତ ବାରଡି ଅଞ୍ଚଳରେ ଗତ 3 ଦିନ ହେବ ଏହି ହାତୀମାନେ ବୁଲୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ସୃଷ୍ଟି ହୋଇଛି ଓ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ସୂଚନା ଅନୁସାରେ ମନ୍ୟମ ପାର୍ବତୀପୁରମ ଜିଲ୍ଲାର ଭାମିନୀ ମଣ୍ଡଳ ପଟୁ ପାଳବାଳସା ଦେଇ ଏହି ହାତୀମାନେ ଓଡ଼ିଶା ସୀମାକୁ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସେମାନେ ଗ୍ରାମାଞ୍ଚଳ ନିକଟବର୍ତ୍ତୀ ଜଙ୍ଗଲ ଓ ଚାଷ ଜମି ପାଖାପାଖି ବୁଲୁଛନ୍ତି। କଦଳୀ ଗଛ ଓ ପଣସ ଖାଉଥିବାର ଦେଖିବାକୁ ମିଳିଛି। ଖବର ପାଇବା ପରେ ଗୁଣପୁର ବନଖଣ୍ଡ ଅଧିକାରୀ ରେଞ୍ଜର ପ୍ରଦୀପ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବନ ବିଭାଗର ଏକ ବିଶେଷ ଦଳ ଘଟଣାସ୍ଥଳରେ ଡେରା ପକାଇ ହାତୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ବଣ କ୍ଷୟକ୍ଷତି ହୋଇନାହିଁ। ଅନ୍ୟପଟେ ଧାନ ରୁଆ ସମୟ ହୋଇଥିବା ବେଳେ ହାତୀ ଭୟରେ ଅନେକ ଚାଷୀ ବିଲବାଡ଼ିକୁ ଯାଇପାରୁନାହାନ୍ତି। ଫଳରେ ଚାଷ କାର୍ଯ୍ୟ ଆଂଶିକ ଭାବରେ ବନ୍ଦ ରହିଛି। ବନ ବିଭାଗ ଗ୍ରାମବାସୀଙ୍କୁ ସନ୍ଧ୍ୟା ସମୟରେ ଜଙ୍ଗଲ କିମ୍ବା ନିର୍ଜନ ସ୍ଥାନକୁ ନ ଯିବା ପାଇଁ ସଚେତନ କରିଛି। ରାଧାକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ, ଅସଲ କଥା। ଏବେର ଖବର ଏଇଠି। ନମସ୍କାର। ନ୍ୟୁଜ ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିଦିଅନ୍ତୁ।